ବନ୍ଦା ଗାଁ ସ୍କୁଲରେ ସରସ୍ୱତୀ ପୂଜା ପାଳିତ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବନ୍ଦା ଗାଁ ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମିଳିତ କ୍ରମେ ମା ସରସ୍ୱତୀ ପୂଜା ପାଳିତ ହୋଇଯାଇଛି। ଏହି ସରସ୍ୱତୀ ପୂଜା ପୂଜକ ହରିଶଙ୍କର ପଣ୍ଡା ନୀତିରୀତି ହିସାବରେ ପୂଜାର୍ଚ୍ଚନା କରିଥିଲେ। ଏହି ପୂଜା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ଏହି କାର୍ଯ୍ୟକ୍ରମ ଶ୍ରୀମତୀ ଦମୟନ୍ତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦମପୁର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବୈକୁଣ୍ଠ ସୁନାନୀ, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତଥା ସମାଜସେବୀ ଶ୍ରୀଯୁକ୍ତ ଡମରୁଧର ଭୋଇ, ଶିକ୍ଷୟିତ୍ରୀ ଲଳିତା ସାହୁ, ଶିକ୍ଷକ ପଦ୍ମଲୋଚନ ବିହାରୀ, ଶିକ୍ଷକ ବାବୁନି କୁମାର ବୋୟା, ଶିକ୍ଷକ ଭକ୍ତଚରଣ ସେନାପତି, ଶିକ୍ଷକ ଭଗବାନ ନାଥ, ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ କପିଲେନ୍ଦ୍ର ମେହେର ପରିଚାଳନା କରିଥିଲେ। ଗୋଲାମୁଣ୍ଡାରୁ ଡମରୁଧର ଭୋଇଙ୍କ ରିପୋର୍ଟ ଟାଇମ୍ ଅଫ୍ ଓଡ଼ିଆ।